ଏବେ ଜାଣିବା ଫେନୋରୋଗ୍ୟାମ୍ସ ଯାକି ସପୁଷ୍ପକ ଉଦ୍ଭିଦ ବିଷୟ ଜାଣିବା ଯେଉଁଠାରେ ଫୁଲ ସୃଷ୍ଟି ହୋଇଥାଏ ବା ଫୁଲ ଦେଖାଯାଇଥାଏ। ତାହେଲେ এই ଫେନୋରୋଗ୍ୟାମ୍ସ ଦୁଇ ଭାଗରେ ବିଭକ୍ତ ଯଥା ଜିମ୍ନୋସ୍ପର୍ମ ଆଉ ଆଞ୍ଜିଓସ୍ପର୍ମ। ଜିମ୍ନୋସ୍ପର୍ମ କ'ଣ? ଯାହା କୁହନ୍ତି ନଗ୍ନ ବୀଜ। ନଗ୍ନ ବୀଜ କ'ଣ? ତାର ମଞ୍ଜିର କୌଣସି ଆବରଣ ନଥାଏ, ତାକୁ ନେକେଡ୍ ସିଡେଡ୍ ବା ନଗ୍ନ ବୀଜ ବୋଲି କୁହାଯାଇଥାଏ। ଉଦାହରଣ ହେଲା ସାଇକାସ୍, ପାଇନ୍ ଇତ୍ୟାଦି। ଏଗୁଡ଼ିକ ହେଲା ଜିମ୍ନୋସ୍ପର୍ମ। ଆଞ୍ଜିଓସ୍ପର୍ମ କ'ଣ? ନା ଆଞ୍ଜିଓସ୍ପର୍ମ ହେଲା କ୍ଲୋଜ୍ ସିଡେଡ୍ ପ୍ଲାଣ୍ଟ ବା ଆବୃତ ବୀଜି ଉଦ୍ଭିଦ ଯେଉଁ ମଞ୍ଜିର ଆବରଣ ଥାଏ। ଆମେ କହିବା ଏବେ ଡିଭିଜନ ବିଷୟରେ କହିବା, ଶ୍ରେଣୀ ବିଭାଗ ବିଷୟରେ କହିବା। ତାହେଲେ ଆଞ୍ଜିଓସ୍ପର୍ମ ଦୁଇ ଭାଗରେ ବିଭକ୍ତ ଯଥା ମୋନୋକୋଟିଲେଡନ୍ ଆଉ ଡାଇକୋଟିଲେଡନ୍। ମୋନୋକୋଟିଲେଡନ୍ ଯାକୁ ଓଡ଼ିଆରେ କହିବା ଆମେ ଏକବୀଜପତ୍ରୀ, ଆଉ ଡାଇକୋଟିଲେଡନ୍ ହେଲା ଦ୍ୱିବୀଜପତ୍ରୀ। ଏକବୀଜପତ୍ରୀ କିଏ? ନା ଯାହାର ବୀଜର ଏକ ପତ୍ର ଥାଏ। ଉଦାହରଣ ମକା, ଗହମ, ବାଉଁଶ, ଘାସ ଇତ୍ୟାଦି ଏକ ବୀଜପତ୍ର ଥାଏ। ଦ୍ୱିବୀଜପତ୍ରୀ କିଏ? ନା ଦୁଇଟା ବୀଜପତ୍ର ଥାଏ। ତାହେଲେ ଦ୍ୱିବୀଜପତ୍ରୀ କିଏ? ଉଦାହରଣ କଖାରୁ, ଆମ୍ବ, କାକୁଡ଼ି, ପଣସ, ବରଗଛ, ବଡ଼ ବଡ଼ ଗଛ ଯେଉଁଠି ବ୍ରାଞ୍ଚ ବା ଶାଖା ପ୍ରଶାଖା ହୋଇଥାଏ ସେଗୁଡ଼ିକ ହେଲା ଦ୍ୱିବୀଜପତ୍ରୀ। ଏକବୀଜପତ୍ରୀ ହେଲା ଆମର ଯେଉଁଠି ଗୋଟେ ସିଙ୍ଗିଲ୍ ଗଛ ବ୍ରାଞ୍ଚିଂ ନଥାଏ ବା ଶାଖା ପ୍ରଶାଖା ହେଇନଥାଏ। ତାହେଲେ ଏଗୁଡ଼ିକ ସବୁ ଆବୃତ ବୀଜି। ଆବୃତ ବୀଜି ମାନେ ମଞ୍ଜିର ଆବରଣ ଥାଏ। ଧାନର ଗୋଟେ ଆବରଣ ଅଛି, ଧାନ ଗୋଟେ ଏକବୀଜପତ୍ରୀ। ଆମ୍ବ ଫଳ ଗୋଟେ ଆମ୍ବ ଗଛ, ଫଳଟାର ଆବରଣ ଅଛି, ନଡ଼ିଆର ଆବରଣ ଅଛି, ନଡ଼ିଆଟା ଏକବୀଜପତ୍ରୀ ଯିବ। ଆମ୍ବଟା ଦ୍ୱିବୀଜପତ୍ରୀ, ଯାହାର ଟାକୁଆ ମଝିରେ ତା ଉପରେ ତାର ଫଳର ଅଂଶ ଅଛି ଥାଏ, ମାଂସାଳ ଅଂଶ, ତାପରେ ଆବରଣ। ସେମିତି କଖାରୁ ମଞ୍ଜିର ଆବରଣ ଥାଏ। ତାହେଲେ ଏଗୁଡ଼ିକ ହେଲେ ଆମର ଦ୍ୱିବୀଜପତ୍ରୀ।